ଆଣିବି ତାହେଲେ ଯେତିକି ସାଜସଜ୍ଜା ହବ ତାକୁ ସୁବାସିତରେ ପୁରା ଭରପୁର କରିଦେବି। ସେମିତି ଯେଉଁ ଦୋକାନରେ ମିଳେ ସେଇ ଦୋକାନକୁ ଗଲେ ଦୋକାନୀକି ପଚାରିଲେ, ଆହୁରି କିଛି ଗ୍ରାହକ ମଧ୍ୟ ବି ସେଠି ଥାଆନ୍ତି ସେଣ୍ଟ ନେବା ପାଇଁ। ଦୋକାନୀ ପଚାରିଲେ, କହିଲେ ତୁମ ଦୋକାନରେ କେତେ ସେଣ୍ଟ ଅଛି? ଦୋକାନୀ ଆଶ୍ଚର୍ଯ୍ୟ ହେଲା, କାରଣ ସହଜେ ତ ମୀରା ରାଜାର ଝିଅ, ଅର୍ଥର ତ ଅଭାବ ନାହିଁ, କି ପ୍ରଭୁଙ୍କୁ ଭଲ ପାଇବାରେ ବି ଅଭାବ ନାହିଁ, ଦୁଇଟା ଜାଗାରେ ପୁରା ଭରପୁର। ଟୋଟାଲ ମାଗିଲେ ଲାଗିଲା, ତୁମ ଦୋକାନରେ ଯେତେ ସେଣ୍ଟ ଅଛି ସବୁ ଦିଅ। ଗ୍ରାହକ ମାନେ ପ୍ରତିବାଦ କରୁଛନ୍ତି, ଆମେ ମାନେ ଆସିଛୁ ସେଣ୍ଟ ନ ପାଇ, ଆପଣ ସବୁ ନେଇଗଲେ କେମିତି ହବ? ଗୋଟା ଗୋଟା କରି ମୀରା ପଚାରୁଛନ୍ତି, ତୁମେ ସେଣ୍ଟ କଣ ପାଇଁ ନବ? ମୀରା ବୁଝିଲେ କିଏ କଣ ପାଇଁ ନବ। ମୀରା ତାକୁ ସ୍ପଷ୍ଟ ଭାବରେ କହିଲେ, କହିଲେ ମୋ ପ୍ରଭୁ ଆସନ୍ତା କାଲି ଆସିବେ, ଜୀବନରେ ସେ ଥରେ ମୋ ପାଇଁ ଆସୁଛନ୍ତି, ଆଉ ଥରେ ଆସିବେ କି ନାହିଁ ସନ୍ଦେହ। ତେଣୁ ଯେତେ ସେଣ୍ଟ ଅଛି ମୁଁ ସବୁ ଯାକ ନେଇଯିବି। ଦେଖନ୍ତୁ ପ୍ରଭୁଙ୍କୁ ଖୁସି କରିବା ପାଇଁ ତା ଭିତରେ କେତେ ଆଗ୍ରହ ଥିଲା, କେତେ ଉଦ୍ଦୀପନା। ଆଜି ବସିଲା ବେଳେ ଠାକୁରଙ୍କର ରୂପକୁ ଦେଖୁଛି। ଦୀର୍ଘ 48 ବର୍ଷ ହେଲା ମୁଁ ଦେଖୁଛି, କାହିଁ ମୋ ମନ ତ ଆଜି ପର୍ଯ୍ୟନ୍ତ ବୁଝିନି। ମୋ ମନ ଆଜି ପର୍ଯ୍ୟନ୍ତ ବୁଝି ନାହିଁ। ଶ୍ରୀ ଶ୍ରୀ ବଡ଼ଦାସରେ କଥା ପ୍ରସଙ୍ଗରେ କହୁଥିଲେ, କହିଲେ ଭକ୍ତ କେବେ ମୁକ୍ତି ଚାହେଁ ନା, ଭକ୍ତ ଚାହେଁ ମୋ ନିତ୍ୟ ସେବକ ହେଇକରି ତାଙ୍କର ରହିବି, ତାଙ୍କୁ ମୋ ଜୀବନ ସାରା ଖାଲି ଉପଭୋଗ କରିବି। ମୋ ଭିତରେ ସେ ଶକ୍ତି ଅଛି କି ନାହିଁ ମୁଁ ଜାଣେ ନା, ଯେତେ ବୁଝିଲେ ମୁଁ ବୁଝେ, କିନ୍ତୁ ବିଷୟବସ୍ତୁ ତ ଅଲଗା। ସେ ବିଷୟବସ୍ତୁ ଅଳ୍ପ ଟିକେ କହିବି ବୋଲି ଭାବୁଛି। ଆପଣମାନେ ଅନ୍ୟ କଥା ଶୁଣିଛନ୍ତି, ଏଠି ବହୁତ ବିଜ୍ଞ, ପ୍ରାଜ୍ଞ, ଅଭିଜ୍ଞ, ଧନୀ, ମାନି ଅନେକ ରକମର ଭାଇ ଓ ମା ମାନେ ଅଛନ୍ତି। ସେମାନଙ୍କ ତୁଳନାରେ ମୁଁ କିଛି ନୁହେଁ, ମୁଁ ଅର୍ବାଚୀନ ଓ ଅବାଞ୍ଛିତ। ସେ ଠାକୁର ଥରେ କହୁଥିଲେ, ତୁମ ଭିତରେ ଯଦି ଦୁର୍ବାସନା ଓ ଅକିଞ୍ଚନ ଏ ଦିଟା ଗୁଣ ଯଦି ତୁମ ଭିତରେ ନ ରୁହେ, ତୁମେ ଇଷ୍ଟଙ୍କୁ ବୋଧ କରିପାରିବ ନାହିଁ। ଦୁର୍ବାସନା ଓ ଅକିଞ୍ଚନ ଏ ଦିଟା ଗୁଣ ମୋ ଭିତରେ ରହିବାର ଅଛି, ନହେଲେ ମୁଁ ଇଷ୍ଟଙ୍କୁ ଉପଭୋଗ କରିପାରିବ। ତେଣୁ ସେଇ ଗାଁରେ ମୁଁ ପରମ ଶ୍ରୀ ଠାକୁରଙ୍କର ଯେଉଁ କଥା ପୁଣ୍ୟ ପଛରେ ଅଛି, ଅବାଙ୍ଗ ମାନସ ଗୋଚର। କେହି ମାନସ କହିବେନି, ଅବାଙ୍ଗ ମାନସ ସେ ମାନସ। ତାରି ଭିତରେ ପୂଜ୍ୟପାଦ ଦାଦା ଅଶୋକ ଦାଙ୍କ କଥା ମୁଁ କହୁଛି। ଥରେ ଶ୍ରୀ ଶ୍ରୀ ବଡ଼ଦାଙ୍କୁ ପଚାରିଦେଲେ, ଆପଣମାନେ କଥା ଜାଣିଛନ୍ତି? କହିଲେ ବାବା, ଠାକୁର ଯେଉଁ କଥା କହିଲେ ଅବାଙ୍ଗ ମାନସ ଗୋଚର, କାହିଁ ମୁଁ ତ ବୁଝିପାରୁନି। ପୂଜ୍ୟପାଦ ଦାଦା ଶ୍ରୀ ଶ୍ରୀ ବଡ଼ଦାସ ସେଇ ଛୋଟିଆ ଉଦାହରଣ ଦେଇଥିଲେ। କହିଲେ ମା ମନମୋହନ ଦେବୀ ଠାକୁର ଯେତେବେଳେ ଛୋଟିଆଟେ ହେଇଥାନ୍ତି, ଦୁଷ୍ଟାମି କରୁଥାନ୍ତି, ଥରେ ଏମିତି ଦଣ୍ଡ ଦେବା ପାଇଁ ଯାଉଛନ୍ତି, ଦୌଡ଼ି ଦୌଡ଼ି ତାକୁ ମା ଦୌଡ଼ୁଛନ୍ତି ମାଡ଼ ଦେବା ପାଇଁ ବା ଶାସନ କରିବା ପାଇଁ। ସେ ଦୌଡ଼ି ଦୌଡ଼ି ଗୋଟେ ପୋଖରୀକି ଡେଇଁ ପଡ଼ିଲେ। ମା ତାକୁ ମାରିବେ କଣ, ବିକଳି ହାଇ ଡାକ ପକେଇଲେ ସମସ୍ତଙ୍କୁ, ମୋ ପୁଅ ପୋଖରୀକି ଡେଇଁ ପଡ଼ିଲା, ବୁଡ଼ିଯିବ, ଆସି ଉଦ୍ଧାର କର। ଯେତେବେଳେ ସମସ୍ତେ ବିକଳିଆ ହେଇକି ଯେତେବେଳେ ଡାକୁଛନ୍ତି, କିଛି ଲୋକ ସେଠି ଗଦା ହେଇ ପଡ଼ିଲେ। ଯେତେବେଳେ ଗଦା ହେଇ ପଡ଼ିଲେ, ଶ୍ରୀ ଠାକୁର ପଛପଟୁ ଆସି ମାଡ଼ିକି ବସୁଛନ୍ତି, କହିଲେ ମା ମୁଁ ପୁରା ଏଠି ଅଛି, ତୁମେ କାହାକୁ ବୁଡ଼ିଗଲା ବୋଲି କହୁଛ? ମା ବିଶ୍ୱାସ କରିପାରୁନାହିଁ ତାଙ୍କର ଆଖି। ମୋ ଆଖି ଆଗରେ ଅନୁକୂଳ ପୋଖରୀକି ଡେଇଁଛି ଏବଂ ମୋ ପଛପଟୁ ଆସି ଧରି ପକଉଛି। ଏବଂ ସେ ଯେଉଁ ଗଞ୍ଜି ଏବଂ ପ୍ୟାଣ୍ଟ ପିନ୍ଧିଥିଲେ, ସେ ଯେଉଁ କୁର୍ତ୍ତା ପିନ୍ଧିଥିଲେ, ତା ଦେହରେ ହାତ ମାରୁଛନ୍ତି, ଓଦା ହେଇଛି କି ନାହିଁ ଦେଖୁଛନ୍ତି, ଓଦା ହେଇଛି। ଶ୍ରୀ ଶ୍ରୀ ବଡ଼ଦାସ ସେଦିନ ପୂଜ୍ୟପାଦ ଦାଦାଙ୍କୁ ବୁଝେଇ ଦେଇଥିଲେ, এইটা হচ্ছে অবাঙ্গ ମାନସ ଗୋଚର। এই যে ତାଙ୍କର যে ଲୀଳାର କଥା ଆଜି ଆଲୋଚନା ହବ, ଭାଗବତର ଗୋଟାଏ ଧାଡ଼ି ମୁଁ ଆପଣମାନଙ୍କୁ କହିବି। ନମୋ ନୃସିଂହ ଚରଣ ଅନାଦି ପରମ କାରଣ। ଆ ଉପରେ ବହୁତ କଥା ଅଛି ଜାଣିବା ପାଇଁ, ମୁଁ ତାକୁ ଆଲୋଚନା ଭିତରକୁ ନେବି ନାହିଁ। এই যে অনাদি পরম কারণ উপরে আপনার ଦି ଧାଡ଼ି କହୁଛି।
ତାଙ୍କୁ ବ୍ୟକ୍ତ ଭାବରେ ଆମେ ଦେଖୁଛେ ବର୍ତ୍ତମାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହେଉଛନ୍ତି ପୁରୁଷୋତ୍ତମ 3,500 ଚାଖଣ୍ଡ ଭିତରର ଜଣେ ମଣିଷ ବ୍ୟକ୍ତ ରୂପରେ। କାଲି ମୁଁ ଆଲୋଚନା ରଖିଥିଲି ଠିକ ଏଇ ଜଗତସିଂହପୁରକୁ ଅନୁକରଣ କରି ମୁଁ ବୁଝି ଦେଇଥିଲି ଆମର ସମାଜ ପ୍ରଭୁ ଆସିବା ବୋଲି ଫିଲ୍ଡ କେମିତି ତିଆରି ହେଲା। ବହୁତ ଗଭୀରର ଜିନିଷ ସେ ଟିକେ କହୁନାହିଁ। ମୋର କହିବାର କଥା ଥିଲା ଯେ ଠାକୁରଙ୍କୁ ନିଜେ ଟିକେ ଭୁଲିଗଲି ସେ ଯାହା ହବ ତା ଭିତରେ ଟିକେ ପଶିଲେ ଏପଟେ ସେପଟେ ହେଇଯାଏ ଯିବା ପାଇଁ ପଡ଼େ ପାଲା ଗାୟକ ଭଳିଆ ହଠାତ୍ ଆମେ ତାଙ୍କୁ ଧରି ପାରୁନାହୁଁ। ତେଣୁ ଟିକେ ଏପଟେ ସେପଟେ ହେଇଗଲା। ସେ ଯେଉଁ ଅଭାବ ମାନସ ଗଠନ করে ଅନାଦି ପରମ କାରଣ ଅନାଦି କଥା ଯେତେବେଳେ ଶ୍ରୀ ଠାକୁରଙ୍କ ପାଖରେ ପଡୁଛି ଶ୍ରୀ ଠାକୁର କହୁଛନ୍ତି ଆମେ ତାଙ୍କୁ ପରମାତ୍ମା ବୋଲି କହୁ। ପରମାତ୍ମାକୁ ଶ୍ରୀ ଠାକୁର ଭଲ ଭାବରେ ପସନ୍ଦ କରୁନାହାନ୍ତି ଏ ଶବ୍ଦଟାକୁ। କହିଲେ ତାଙ୍କୁ ପରମାତ୍ମା ନ କହି ପ୍ରୋଭିଡେନ୍ସ କହିଲେ ମୋତେ ଭାରି ଭଲ ଲାଗେ। ଆଉ ପ୍ରୋଭିଡେନ୍ସର ଅର୍ଥ ମଧ୍ୟ ବୁଝାଇ ଦେଲେ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ଶକ୍ତି ଅଛି ସମସ୍ତ ଶକ୍ତିର ମୂଳ ଉତ୍ସ ଯେ ସୋର୍ସ ଅଫ ଅଲ୍ ଏନର୍ଜି ମାନେ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ଶକ୍ତି ଅଛି ସମସ୍ତ ଶକ୍ତିର ଉତ୍ସ ଯେ। ତେଣୁ ପରମ ଶ୍ରୀ ଠାକୁର ଥରେ କହୁଥିଲେ କହିଲେ ଏମିତି ବିଶ୍ୱ ଦୁନିଆରେ କୌଣସି କାର୍ଯ୍ୟ ବା ଘଟଣା ଘଟୁନାହିଁ ଯାହା ପଛରେ କାରଣ ନାହିଁ। ଆଉ ଏ ଯେତେ କାର୍ଯ୍ୟର ଯେତେ କାରଣ ଅଛି ସବୁ କାରଣର କାରଣ ହେଉଛି ମୁଁ। ଯେଉଁ କଥା ଶ୍ରୀକୃଷ୍ଣ ଅର୍ଜୁନକୁ ଗୀତାରେ କହିଥିଲେ ମୁଁ ହେଉଛି ଇଣ୍ଟରନାଲ ସିଡ୍ ଅଫ ଦି ୟୁନିଭର୍ସ। ଏ ବିଶ୍ୱ ବ୍ରହ୍ମାଣ୍ଡର ମୁଁ ହେଉଛି ବୀଜପଦ ପିତା। ଶ୍ରୀ ଠାକୁର ସେଇଥିପାଇଁ କହିଲେ ସର୍ବ କାରଣର କାରଣ ହେଉଛି ମୁଁ ସୁପ୍ରିମ କଜ ଇନ୍ ୟୁନିଭର୍ସ। ଆମେ ଶ୍ରୀ ଠାକୁରଙ୍କୁ ସର୍ବଜ୍ଞ କହୁଛୁ କାହିଁକି? ସେ ତ ଆମରି ଭଳିଆ ମଣିଷ। ସେ ସର୍ବଜ୍ଞ କାହିଁ ହେବେ? ବେଦର ନିୟମ ଅନୁସାରେ ମଣିଷ ଦେହରେ ଯିଏ ଜନ୍ମ ନେଉଛି ତା ଭିତରେ କିଛି ନା କିଛି ଅବଗୁଣ ରହିବ। କିନ୍ତୁ ଆଉ ମଧ୍ୟ ବ୍ୟତିକ୍ରମ ଅଛି। ଏ ଯେ ବୈଦିକ ସିଦ୍ଧାନ୍ତ ମୁଁ ବେଦ ସାଙ୍ଗରେ ବହୁତ ଓତପ୍ରୋତ ଭାବରେ ଜଡ଼ିତ। ସେମାନଙ୍କ ସହିତ ମୋର ମଧ୍ୟ ବହୁ ପରିମାଣରେ ବି ଯୁକ୍ତି ହେଇଛି। ଏମିତିକି ବେଦ ବୈଜ୍ଞାନିକ ରାଜକିଶୋର ହୋତାଙ୍କ ସାଙ୍ଗରେ ଏବଂ ତା ଗୋପାଳ ମାନେ ଗୋପୀନାଥ ଦାସଙ୍କ ସାଙ୍ଗରେ ବହୁତ ଟାଣୁଆ ଲୋକଙ୍କ ସହିତ ମୁଁ ମଧ୍ୟ ଏ ବାବଦରେ ବହୁତ ଆଳାପ ଆଲୋଚନା ମଧ୍ୟ ବି ନେଇଛି। ତ ମୋର କହିବାର କଥା ହେଉଛି ଯେ ଆମେ ତାଙ୍କୁ ଯେ ସୁପ୍ରିମ ଗଡ୍ ଇନ୍ ଦି ୟୁନିଭର୍ସ କହିଦେଇ ପାରୁଛୁ ଯେଉଁଥିପାଇଁ ଭାଇ ବର୍ତ୍ତମାନ କୀର୍ତ୍ତନ କରୁଥିଲା ଜୟ ଜୟ ଅନୁକୂଳ ବେଦ ବେଦାନ୍ତର ମୂଳ। ଯଦି କେହି ଜଣେ ପଚାରି ଦିଏ ଭାଇ ବୁଝେଇ ଦେଲ ଟିକେ ସେ କେମିତିଆ ବେଦ ବେଦାନ୍ତର ମୂଳ। ଆମର ବିଜ୍ଞାନ କହୁଛି ବାହ୍ୟ ବଳ ପ୍ରୟୋଗ ନହେଲା ପର୍ଯ୍ୟନ୍ତ ବସ୍ତୁ ଗତିଶୀଳ ହେଇପାରିବ ନାହିଁ। ତାହେଲେ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ଗ୍ରହ ନକ୍ଷତ୍ର ଅଛି ଏ ସମସ୍ତେ ତ ବୁଲୁଛନ୍ତି। ତାହେଲେ ଆ ଉପରେ କାହା ବଳ ପ୍ରୟୋଗ ହେଇଛି? ଯଦି ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବଳ ପ୍ରୟୋଗ ହେଇଛି ତାହେଲେ କୁହ କେମିତି? ये बुझीबाटा ते सहज जिनस नहीं बुझेई हम बुझीथिले बुझेई हम आ बुझीबाटा ते सहज आमे जणे दी जण पाखे आलोचना नहीं गेले मध्य ए सहज रे बुझी हुए। तेणु आमे जेतबेले ता कहू सुप्रीम गॉड यूनिवर्स विश्व ब्रह्मांडर से होतरी सब कारणर कारण एवं तांको कहू से सर्वज्ञ। से एथि पई सर्वज्ञ मु जेते जानिले भी मध्य मु अल्पज्ञ। कहना वेद कहूँ मनीषर स्वभाव हूँ अल्पज्ञ किंतु ईश्वर स्वभाव हूँ सर्वज्ञ। कहीं ना से समस्त भीतर अच्छे मुझे एकमात्र मो भितर अच्छी मोर ब्रेन सेल्स जेते डेभलप हेले भी मुझे बड़ ज्ञानी हो ना कहीं मो किंतु अल्पज्ञ। से जेहेतु विश्व ब्रह्मांडर प्रतिशता भितर रही तेणु से सर्वज्ञ। तेणु से जो सर्वज्ञ किसी अर्जुन नहीं आम आम जीवन को चलैवा अल्प केते गुड़िया बाणी आश्रय नौ केते गुड़िया कथार आश्रय नौ श्री ठाकुर अनुस्मृति प्राय 70टा दिग उपर आलोचना देते आम जीवन को सहज सरल सुंदर मधुमय करने सार्थक करने 70टा दिग बाबद आम जानवर अच्छे एवं तांको कथा मु प्रतिदिन सुनुची सत्संग रे बा माने समस्त सुनु आमे तांको माफी काई हेई पारुने प्रश्न आसीबा दरकार।
ମୁଁ ତାଙ୍କ କଥା ମାଫିକି କାହିଁକି ହେଇପାରୁ ନାହିଁ। ପୁଣ୍ୟ ପଛରେ ସେ ଠାକୁର କଥା ବି କରୁଛନ୍ତି। ମୁଁ ଏଠି ଯାହାଙ୍କ ବିଷୟରେ ଆଲୋଚନା କରୁଛୁ ସେ ହେଲେ ପୂର୍ଣ୍ଣ ସାତ୍ତ୍ୱିକ ଭାବର ମଣିଷ। ପୁରୁଷୋତ୍ତମ ତ ଅଲଗା, ସେ ପୂର୍ଣ୍ଣ ସାତ୍ତ୍ୱିକ ଭାବର ମଣିଷ। ପୁଣି ପୁରୁଷୋତ୍ତମଙ୍କର ଆଉ ଗୋଟେ ଲକ୍ଷଣ ହଉଛି ସେ ରାଜସ ସାତ୍ତ୍ୱିକ, ସେ ଖାଲି ସାତ୍ତ୍ୱିକ ନୁହଁ। ମୁଁ ପୂର୍ଣ୍ଣ ସାତ୍ତ୍ୱିକ ଭାବର କଥାକୁ ଆଲୋଚନା ନେଲା ବେଳେ ବା ଶୁଣିଲା ବେଳେ ମୋର ଆଗ ପ୍ରଥମେ ଚିନ୍ତା କରିବାର ଅଛି ମୁଁ କୋଉ ଷ୍ଟେଜରେ ଅଛି। ମୁଁ ତାମସିକ ଶ୍ରେଣୀର ମଣିଷ। ତାମସିକ ଷ୍ଟେଜରେ ଆମେ ରହି ଯଦି ସାତ୍ତ୍ୱିକ ଭାବର କଥା ଆମେ ନିଜେ ଶୁଣିବୁ ସେ ଆମ ଭିତରେ କ୍ରିୟା କରିବା ଅସମ୍ଭବ। ତେଣୁ ସେ ଠାକୁର ସେଇଥିପାଇଁ କହିଲେ ପୁଣ୍ୟ ପୋଥିରେ ମୁଁ ଆସିଛି ତାମସିକକୁ ରାଜସିକ କରିବା ପାଇଁ, ରାଜସିକକୁ ସାତ୍ତ୍ୱିକ କରିଦେବା ପାଇଁ। ଆଉ ସାତ୍ତ୍ୱିକ ହୋଇଗଲେ ସେ ସତ୍ତ୍ୱରେ ମିଶିଯିବ। ଯୋଉଦିନ କୃଷ୍ଣପ୍ରଶ୍ନ ଭଟ୍ଟାଚାର୍ଯ୍ୟ ରୀତିକାଚାର୍ଯ୍ୟ ଯାଉଛନ୍ତି ଏକ ବିରାଟ ଧର୍ମସଭାକୁ ସେ ଠାକୁରଙ୍କ ବାବଦରେ ଆଳାପ ଆଲୋଚନା କରିବେ। ଠାକୁରଙ୍କ ପାଖରେ ବସିଥାନ୍ତି, ବ୍ୟସ୍ତ ହଉଥାନ୍ତି ଯିବା ପାଇଁ। ସେ ଠାକୁରଙ୍କୁ ପଚାରିଲେ କାହିଁକି ବ୍ୟସ୍ତ ହଉଛ ନା? ମୁଁ ସତ୍ସଙ୍ଗକୁ ଯିବି, ଆଲୋଚନା କରିବାର ଅଛି। ଠାକୁର ଅନୁମତି ଦେଲେ ଆଲୋଚନା କରିବା ପାଇଁ ଗଲେ। ଆଲୋଚନା ପରେ ଯେତେବେଳେ ଆସି ଠାକୁରଙ୍କ ପାଖରେ ପ୍ରଣାମ କରୁଛନ୍ତି, ଠାକୁର ପଚାରିଲେ ଆଲୋଚନା କଣ କଲୁ କହ। ଆଲୋଚନାର ସବୁ କଥା ଯେତେବେଳେ କହିଦେଲେ ସେ ଠାକୁର ଶୁଣିକିରି କହୁଛନ୍ତି ଆରେ ମୁଁ ଉଦ୍ଧାର କରିବା ପାଇଁ ଆସିଛି ବୋଲି ଏ କଥା କହିଛୁ ତ? ମାନିଗଲା କହିଲା ନାହିଁ ଠାକୁର। ନା ତାହେଲେ କହିଲୁ ସେ ଯେ ଉଦ୍ଧାର କରିଲା ମୁଁ ଏ କଥା କାହାକୁ କହୁନି। ଆମେ ଖାଲି ବ୍ୟସ୍ତ ହଉଛୁ ସତ୍ସଙ୍ଗୀତେ ମ୍ୟାନ ମେକିଂ ଇଣ୍ଡଷ୍ଟ୍ରି, ମଣିଷ ତିଆରି କାରଖାନା। ମଣିଷ ତିଆରି କାରଖାନା ସତ୍ସଙ୍ଗ ଏଇଟା ନିଶ୍ଚିତ। କେମିତି କୋଉଠୁ ଆରମ୍ଭ ହଉଛି? ପ୍ରଥମେ ଆଗ ସେ ଆରମ୍ଭ ହବ ଦିଟା ସଂସ୍କାର କଥା ଠାକୁର କହୁଛନ୍ତି। ଗୋଟା ହଉଛି ଅଭ୍ୟସ୍ତ ସଂସ୍କାର, ଗୋଟା ହଉଛି ସହଜାତ ସଂସ୍କାର। ଏଇ ଯେ ଆମର ସହଜାତ ସଂସ୍କାର ଭୁଲ ହେଇଥିବାରୁ ଆମକୁ ଅଭ୍ୟସ୍ତ ସଂସ୍କାର ଯିବା ପାଇଁ ପଡିବ। ବେଦରେ ଯୋଉ 16ଟା ସଂସ୍କାର ଅଛି ସେଟାକୁ କାଣ୍ଠାଟ କରିକି 10ଟା ସଂସ୍କାର ଦେଲେ ଏବଂ ନିଷ୍ଠାର ସହିତ ପାଳନ କରିବା ପାଇଁ କହିଲେ 10ବିଧ ସଂସ୍କାର ମନେ ରାଖିଛି ନିଷ୍ଠା ସାର। କହିଲେ 10ଟା ସଂସ୍କାରକୁ ଯଦି ପାଳିବୁ ତାହେଲେ ମଣିଷ ତିଆରି ହବ। ଆଉ ଯଦି ଆଲୋଚନା ବା ଭଜନ କୀର୍ତ୍ତନ ଭିତରେ ଯଦି ତିଆରି ହେଇଯାଉଥାନ୍ତା, ମାନେ ଯେତିକି ଦିନ ହେଲା ଶୁଣିଲୁ ଆମର ସବୁ ହେଇଯାଆନ୍ତାନି। ହଉନି କେବଳ ଏଇଥିପାଇଁ ତାର ମୂଳ ରୁଟଟାକୁ ଆମେ ଧରିପାରୁନୁ। ଧରିବୁ କେମିତି? କାଲି ମୁଁ ଆଲୋଚନା କରୁ ଆମେ ଧରିବୁ କେମିତି? ବର୍ତ୍ତମାନ ତ ଦେଖାଯାଉଛି 1000 ପୁଅରେ 960ଟା ଝିଅ, 40 ଝିଅ ଡେପି। ଏଣିକି ତ ବାପ ମା ମାନେ ପିଲା ଦିନକୁ କହିଦେବେ ତେବେ ସମସ୍ତେ ଲଭ୍ ମ୍ୟାରେଜ କର, କାହିଁକିନା ଝିଅ ସର୍ଟ ହେଇଗଲେଣି, ବାଡୁଅ ରହିଯିବେ 60 ପିଲା 40 ପିଲା। ଆସିବ ସେ ଠାକୁର ଯୋଉ କଥା କହୁଥିଲେ ମତେ ଆଗାମୀ ଭବିଷ୍ୟତ ଦେଖାଯାଉଛି କଟା ମଣ୍ଡା ଆଉ ତାଜାରକ। ଖାଲି ଏତିକି ନୁହେଁ, କହିଲେ ମତେ ଦେଖାଯାଉଛି ଆଗାମୀ ଭବିଷ୍ୟତରେ ମନୁଷ୍ୟରେ ବୁନିୟାଦ ଲୋପ ପାଇଯାବେ। ସେ ଠାକୁର କୁହନ୍ତି ମତେ ଆଖି ଆଗରେ ଦେଖାଯାଉଛି ମଣିଷର ବୁନିୟାଦ ଲୋପ ପାଇଯିବ। ତାର କାରଣ ହଉଛି ଏଇଟା। କାହିଁକି? ସେଥିପାଇଁ କଣ ଆମେ ଯାଇନୁ? ସେ ଠାକୁରଙ୍କର କଥାକୁ ଆମେ ଯେତିକି ଆଲୋଚନାରେ ନବା ସେତିକି ମଧ୍ୟ ବିଚାରରେ ନବାର ଅଛି। ଖାଲି ଯଦି ଠାକୁରଙ୍କ କଥାକୁ ମୁଁ ଆଲୋଚନାରେ ଯଦି ବିଚାର ନ ନେଇପାରିବି ଲାଭ କୋଉଠି ମୋର ହବ? ଦେଖନ୍ତୁ ମହାଭାରତ ଯୁଦ୍ଧରେ ଯଦି ଜଣେ ଚାହିଁଥାନ୍ତା ମହାଭାରତ ଯୁଦ୍ଧ ହେଇନଥାନ୍ତା। ସିଏ ତମ କହୁଛନ୍ତି ଭୀଷ୍ମ। ଖାଲି ଯଦି ଏତିକି କହିଥାନ୍ତେ ମୋ ବୋହୂ ଏ ରାଜସଭାରେ ଉଲ୍ଲଙ୍ଘନ ହେଇପାରିବ ନାହିଁ, ଦୁଃଶାସନ ତୁ ତାକୁ ଟଚ୍ କରିପାରିବ ନା, ମହାଭାରତ ଯୁଦ୍ଧ ହେଇନଥାନ୍ତା। କିନ୍ତୁ ଏତେ ବଡ଼ ସଜ୍ଜନ ନିଷ୍କ୍ରିୟ ଥବାରୁ ଦୁର୍ଜନ ମାନେ ସକ୍ରିୟ ହୋଇଗଲେ। ଆଜି ଆମେ ଏଠି ଅନେକ ସଜ୍ଜନ ରହିଛୁ କିନ୍ତୁ ନିଷ୍କ୍ରିୟ। ଶ୍ରୀ ଠାକୁର ବାଣୀରେ ଆମକୁ କହୁଛନ୍ତି ଧର୍ମ ରାଜ୍ୟ ପାଇଁ ସାଜ ହେ ବୀର। ମୋତେ ବୀର ହବା ପାଇଁ ପଡିବ। ମୁଁ କିନ୍ତୁ ଭୀରୁ ଭଳିଆ ଚାଲିଛି। ମୁଁ କହୁଛି ମୁଁ ଭଲରେ ରହିଲେ ମଧ୍ୟ ସବୁ ଭଲ ହେଇଯିବ। ଧରନ୍ତୁ ମୋ ପ୍ରତିବେଶ ମୋ ପରିବେଶ ଭିତରେ ଅନେକ ଗଣ୍ଡଗୋଳ ହଉଛି, ମୋ ପିଲା ସେଠିକି ବାହାରି ଯାଉଛି, ପାରିଲା ପୁଅଟା ସେ ଗଣ୍ଡଗୋଳକୁ ହୁଏତ କିଛି ସମାଧାନ ଦେଇପାରେ, ମୁଁ ତାକୁ ଟାଣିକି ନା ଏଠିକି ଯାଆନା। ଲୁଗା ମଇଳା ହେଇଗଲେ ତାକୁ ସାବୁନ ଦେଇକିରି ବା ସର୍ଫ ଦେଇକିରି ସଫା କରାଯାଏ ନା ସେ ମନକୁ ମନ ହେଇଯାଏ? ଯୋଉ ଜାଗାରେ ଔଷଧ ବେଶୀ ହବ ସେଠିକି ସତ କିଛି ପ୍ରବେଶ କଲେ ଔଷଧ ଦୂରେଇବ ନା ସତ ଦୂରେଇକି ରହିଲେ ଔଷଧ ଦୂରେଇଯିବ? ଆଜି ସଜ୍ଜନ ମାନେ ନୀରବ, ଦୁର୍ଜନ ମାନେ ଆଜି ସେଇଥିପାଇଁ ଏତେ ବଡ ଅତ୍ୟାଚାର କରୁଛନ୍ତି।
ମୌନ ସମାଧି ଲକ୍ଷଣ ଭଳି ଆମେ ଯେତେବେଳେ ନୀରବରେ ରହିଯାଉଛୁ, ଅବସ୍ଥା ଆଜି ତାହା ହେଇଛି। ଶିକ୍ଷାର କଥା ଆମେ ଆଜି ଆଲୋଚନା କରୁଛୁ, ଶ୍ରୀ ଠାକୁରଙ୍କର ଶିକ୍ଷାର କଥା ଆଲୋଚନା ନଉଛୁ। ଶିକ୍ଷାର ଅବସ୍ଥା ବର୍ତ୍ତମାନ ସରକାର ଯାହା କରୁଛନ୍ତି, କିନ୍ତୁ କାର୍ଯ୍ୟକାରୀ ହବା ଭାରି କଷ୍ଟ। କିନ୍ତୁ ଠାକୁରିଆ କଥା କହିଛୁ ମାନେ ଆମକୁ କହିବା ପାଇଁ ପଡ଼ିବ, କରିବା ପାଇଁ ପଡ଼ିବ ଯଥାସାଧ୍ୟ। ଆମେ ଯଥାସାଧ୍ୟ ଚେଷ୍ଟା କରିବାକୁ କରିବାର। ତେଣୁ ଯାହା ହଉ, ତେଣୁ ଠାକୁରଙ୍କର ପ୍ରତିଟି ଲୀଳା ଭିତରେ ଆମକୁ ଦେଖିବାର ଅଛି। ଏଇ ଯେ ଠାକୁରଙ୍କୁ ଯେ ଗାଡୁଆନ ଶବ୍ଦ ବୋଲିକିରି ଭାଇ କହୁଥିଲେ, এই যে গাড়ুয়ান শব্দটা আস্তে আস্তে গাড়িয়ନରେ পরিণত ହେଇଗଲା। ଏ ବିଶ୍ୱ ବ୍ରହ୍ମାଣ୍ଡର ପ୍ରତିଟି ସତ୍ତାର ସେ ହେଉଛନ୍ତି ଗାଡ଼ିଆନ। ତାଙ୍କୁ ବାଦେଇକିରି କିଛି ନାହିଁ। ଶିଶୁ ଠାକୁର ଥରେ କଥା ପ୍ରସଙ୍ଗରେ କହିଲେ, କହିଲେ ଆମେ ଜ୍ଞାନ ମିଶ୍ରିତ ଭକ୍ତି ଚାହିଁ। ସମସ୍ତଙ୍କୁ କହୁଛନ୍ତି, କହିଲେ ମୁଁ କ'ଣ ଚାହେଁ ତୁମମାନଙ୍କ ଭିତରେ ଜାଣିଛ ନା? ମୁଁ ଜ୍ଞାନ ମିଶ୍ରିତ ଭକ୍ତି ଚାହିଁ। ବହୁନା ଜନ୍ମନ ମତେ ଜ୍ଞାନମାନ ମାଂ ପ୍ରପଦ୍ୟନ୍ତେ। ଆମେ ଜାଣିଛେ ଗୀତାର କଥା, ଜ୍ଞାନୀ କେବଳ ତାଙ୍କୁ ଜାଣିପାରେ ଭଗବାନ ବୋଲି। ଆଉ ତାଙ୍କୁ ଥରେ ଭଗବାନ ବୋଲି ଜାଣିଦେଲେ ଏ ବିଶ୍ୱ ବ୍ରହ୍ମାଣ୍ଡଟା ତାଙ୍କର ବୋଲି ବୋଧ ଆସିଯାଏ। ତେଣୁ ଶିଶୁ ଠାକୁର ସତ୍ୟାଞ୍ଚଳ ଯୋଉ କଥା କହୁଛନ୍ତି, ଆମେ ଜୀବନକୁ ସାର୍ଥକ ଏବଂ ସୌନ୍ଦର୍ଯ୍ୟରେ ବିମଣ୍ଡିତ କରିବା ପାଇଁ ଚାହିଁଲା ବେଳେ ତେଣୁ ଏକାନୁରକ୍ତି ତୀବ୍ରତା ଓ କ୍ରମାଗତିର କଥା ଭୁଲି ଯାଉଛି। ଏକ ପ୍ରତି ଅନୁରକ୍ତି ଭାବ ଯେ ପର୍ଯ୍ୟନ୍ତ ଆମର ନ ଆସିଛି, ସେ ଯେତେବେଳେ ଆମର ସର୍ବାଗ୍ରେ ଏକ ନ ହୋଇ ଉଠନ୍ତି, ସେତେବେଳେ ପର୍ଯ୍ୟନ୍ତ ଜୀବନରେ ସାର୍ଥକ ଏବଂ ସୌନ୍ଦର୍ଯ୍ୟତା ଆସିବା ମଧ୍ୟ ଅସମ୍ଭବ। ତେଣୁ ଏ ଯେ ଖାଲି ଏକାନୁରକ୍ତିରେ ରହିଲା ପରେ ପୁଣି ତୀବ୍ରତା, ତାକୁ ବାଣୀରେ କହୁଛନ୍ତି ଶାସ୍ତ୍ରୀ କାର୍ଯ୍ୟ ଅର୍ଜନ ଏପଟୁ ସୁନ୍ଦର ସମାପନ। এইটা ଦେଖି ବୁଝିବୁ ଲୋକର ଯୋଗ୍ୟତା କେମନ। ତାଙ୍କର ଯୋଉ ଫିଲୋସଫି, ତାଙ୍କର ଯୋଉ ଜୀବନ ଆଦର୍ଶ, ପ୍ରତିଟି ବାଣୀ ଭିତରେ ଦେଇକି ଯୋଉ କାର୍ଯ୍ୟଟା ଏବଂ କାରଣଟା ରହିଛି, ସେଇଟାକୁ ଆମକୁ ଗ୍ରହଣ କରି ନେବାର ଅଛି। କେତେବେଳେ ମୁଁ ଗ୍ରହଣ କରିବି ନା, ବହୁନା ଜନ୍ମନା ମତେ ଜ୍ଞାନମାନ ମାଂ ପ୍ରପଦ୍ୟନ୍ତେ। ଗୀତା କହୁଛି ବହୁ ଜନ୍ମ ପରେ ଜ୍ଞାନୀ କେବଳ ମତେ ଜାଣିପାରେ ମୁଁ ଭଗବାନ ବୋଲି। ଆଉ ଯେତେବେଳେ ଭଗବାନ ବୋଧ ଆସିଯାଏ ଶ୍ରୀ ଠାକୁରଙ୍କ ପ୍ରତି, ସେତେବେଳେ ମତେ ଆଉ କୌଣସି ବିରୁଦ୍ଧ ଭାବ ଟଳେଇ ଦେଇପାରେ ନା। ଠାକୁର ପୁଣ୍ୟ ମାନେ ସତ୍ୟାନ୍ତରରେ ଆଉ ଗୋଟେ କଥା କହୁଛନ୍ତି, ଯଦି ପ୍ରେମାସ୍ପଦକୁ କୋଉଦିନ ତୁମେ ସମସ୍ତ କିଛି ଦେଇଦେଲା ପରେ, ଯଦି ତୁମେ ପ୍ରେମାସ୍ପଦକୁ ଯଦି ସମସ୍ତ କିଛି ଦେଇକି ତୁମେ ଯଦି ଭାସି ଉଠ, ପୁନରାୟ ନିମଜ୍ଜିତ ହୋ। ଏଠି ଭାସି ଉଠିବାର ଅର୍ଥ ହଉଛି ସନ୍ଦେହ କରିବା। ପ୍ରେମାସ୍ପଦ ଶ୍ରୀ ଠାକୁରଙ୍କୁ ମୁଁ ଆଲୋଚନା ଭିତରେ, ସଙ୍ଗ ଭିତରେ, ଟିକେ ନାମଧ୍ୟାନ ସାଧନ ବର୍ଜନ ଭିତରେ ମୁଁ ତାଙ୍କୁ ବୁଝିଦେଲି ସେ ଈଶ୍ୱର ଭଗବାନ। ମୁଁ ଯଥା ସର୍ବସ୍ୱ ମୋ ଜୀବନରେ ଯାହା ଥିଲା ମୋ ମାଲିକଙ୍କ ପାଖରେ ସମର୍ପଣ କରିଦେଇପାରେ। କିନ୍ତୁ ଯଦି ଭାସି ଉଠିବାର ଆଶଙ୍କା ପୁନରାୟ ମୋ ଭିତରେ ଆସିଲା, ଯଦି ମୁଁ କୌଣସି ସନ୍ଦେହ କରିଦେଲି, ହୁଏତ ମୋର ଡିସିସନ ଭୁଲ ହେଇଗଲା, ଶ୍ରୀ ଠାକୁର କହୁଛନ୍ତି ତତ୍କ୍ଷଣାତ ନିମଜ୍ଜିତ ହୋ। ପୁନରାୟ ସେଇଭଳି ଭାବରେ ନିମଜ୍ଜିତ ହୋଇଯା। ଦେଖିବ ପ୍ରେମାସ୍ପଦ କେଡ଼େ ସୁନ୍ଦର ଏବଂ ତୁମକୁ କିଭଳି ଭାବରେ ଆଲିଙ୍ଗନ କରୁଥିବେ। ସେ ଆମକୁ ଆଲିଙ୍ଗନ କଲେଣି ତ, ସେ ଆମ ପାଖରେ ସୌନ୍ଦର୍ଯ୍ୟରେ ବିମଣ୍ଡିତ ହେଲେଣି ତ। ଆମେ ଏଇ ଯୋଉ ସତ ଅନୁଜ୍ଞାରେ କହୁଛେ ପ୍ରଭୁ ମୁଁ ତୁମରି ସନ୍ତାନ ମତେ ଗ୍ରହଣ କର, କେତେ ନମ୍ବରରେ ମୁଁ କହୁଛି? ମୁଁ ଅକ୍ରୋଧୀ ଅମାନି ପାଖରୁ ଆସିକିରି ଯେତେବେଳେ କହୁଛି ମୁଁ ପ୍ରଭୁ ତୁମରି ସନ୍ତାନ ମତେ ଗ୍ରହଣ କର, ସେ ସମସ୍ତ କ୍ୱାଲିଟି ମୋ ପାଖରେ ଦେଲେ ସେ ମତେ ଗ୍ରହଣ କରିବେ। ଆଉ ସେ ସମସ୍ତ କ୍ୱାଲିଟି ମୋ ନଥିଲେ ସେ ମତେ ଗ୍ରହଣ କରିବେ। ତେଣୁ ସେ ଯେତେବେଳେ ପୂର୍ଣ୍ଣ ସାତ୍ତ୍ୱିକ ଭାବରେ ଅଛନ୍ତି, ମୁଁ ଯଦି ସେଇ ସାତ୍ତ୍ୱିକ ଭାବକୁ ନ ଆସିବି, ତାଙ୍କ ଭାବ ମୋ ଭିତରୁ ସଞ୍ଚାରିତ କେମିତି ହବ? Initiation is nothing, it is a power, ମାନେ power transformation process. ଏ ଦୀକ୍ଷା ମାନେ ହଉଛି to know the art of life and growth. ଠାକୁର କହୁଛନ୍ତି ଏଇ ଯେ ଦୀକ୍ଷାର କଥା ଉଠୁଛି, ଏଇ ଯେ ଆଧ୍ୟାତ୍ମିକବାଦର କଥା ଉଠୁଛି, ଭିତରେ ସର୍ବଶ୍ରେଷ୍ଠ କଥା ହଉଛି ଜୀବନ ବୃଦ୍ଧିର କଥା, ଜୀବନ ବୃଦ୍ଧିର କଥା। ଶ୍ରୀ ଠାକୁର ପଚାରୁଛନ୍ତି ଶ୍ରୀ ଠାକୁର ଏ ଜୀବନ ବୃଦ୍ଧିର କଥା କହିଲେ କ'ଣ ବୁଝାଯାଏ? ନା ଯଦି ତୁମେ ନାମଧ୍ୟାନ ସାଧନ ଭଜନ ଭିତର ଦେଇକି ଅତୀତ ଜୀବନକୁ ଜାଣିପାରିବ, ଏ ଜୀବନର ଚଲାପଥରେ ତମର କୋଉଠି କାହିଁକି ଭୁଲ ହଉଛି ତମେ ତାକୁ ସହଜରେ ଧରିପାରିବ। ଏବଂ ଯେତେବେଳେ ସେଇ ଜିନିଷଟାକୁ ଧରି ଦେଇପାରିବ, ଆଗାମୀ ଭବିଷ୍ୟତରେ କାଳେ ଭୁଲ ଆସିଯିବ, ସଜାଗ ହେଇଯିବ। ଠାକୁର এইটা ଏକ ସର୍ବପ୍ରଥମ କଥା ଯୋଉଟା ସ୍ୱସ୍ତି ମନ୍ତ୍ରରେ ଆମେ କହୁଛେ, ଦେହିମେ ଜୀବନ ବୃଦ୍ଧି ନିୟତଂ ସ୍ମୃତି ଚିନ୍ତୁତେ। ଗୀତା ଯୋଉ କଥା କହିଲା, ଯଦି ଭଗବାନଙ୍କୁ ମାଗିବ ଗୋଟିଏ ଜିନିଷ ମାଗ, ଦ୍ୱିତୀୟ ଜିନିଷ ମାଗନା, ତାହା ହେଉଛି ବୁଦ୍ଧି। ହେ ଦୟାମୟ, ହେ ଦୟାଳୁ, ମୋର କିଛି ଦରକାର ନାହିଁ, ମତେ କେବଳ ବୁଦ୍ଧି ଦିଅ। ଯୋଉ ବୁଦ୍ଧିରେ ମୁଁ ଆପଣଙ୍କୁ ଧରିପାରିବି ଓ ଆପଣଙ୍କ କଥା ସମସ୍ତଙ୍କ ପାଖରେ ପହଞ୍ଚେଇ ଦେଇପାରିବି।
ଶତନୁଗରେ ପାଠ କରୁଛେ ଯାଜନ ଦୈତ୍ର ଯାଜନରେ ମୋର ଜୟ ହଉ। ଯାଜନରେ ଜୟ ହେଲା ଭଳିଆ ମୋ ଭିତରେ ଦକ୍ଷତା ଆସିଲାନି ତ ମୁଁ ଯାଜନ କାହାକୁ କରିବି? ମୁଁ ପ୍ରଭୁଙ୍କର କଥା ଅନ୍ୟମାନଙ୍କ ଭିତରେ ସଞ୍ଚାରିତ କେମିତି କରିବି? ତେଣୁ ପ୍ରଭୁଙ୍କର କଥା ଅନ୍ୟମାନଙ୍କ ଭିତରେ ସଞ୍ଚାରିତ କରିବା ପାଇଁ ହେଲେ ରିଲିଜିୟସ୍ ଆୱାରନେସ୍ ଆଗ ମୋ ଭିତରେ ବଢିବାର ଅଛି। ତେଣୁ ଶ୍ରୀ ଠାକୁରଙ୍କ ପାଖରେ ଯେତେବେଳେ ଆୱାରନେସ୍ କଥା ଉଠୁଛି, ଶ୍ରୀ ଠାକୁର କହୁଛନ୍ତି ଚେକ୍ ଦି ପରସେପସନ୍ ଅଫ୍ ଦି ଆୱାରନେସ୍। ଶ୍ରୀ ଠାକୁର କହୁଛନ୍ତି ଏକ୍ସପାନ୍ସନ୍ ଅଫ୍ ଲିବିଡୋ ଇଜ ଏକ୍ସପାନ୍ସନ୍ ଅଫ୍ ଲାଇଫ୍। ଠାକୁର ପଚାରୁଛନ୍ତି ଠାକୁର ଆପଣ କାହିଁ ରାଗୁ ନାହାନ୍ତି? ଠାକୁର କହୁଛନ୍ତି ମୁଁ ରାଗିବି କେତେବେଳେ? ଶିକ୍ଷକ କ୍ଲାସରେ ଅଙ୍କଟିଏ ପଢଉଛନ୍ତି, ପିଲାମାନେ 2-3ଟା ଉଦାହରଣ ପର୍ଯ୍ୟନ୍ତ ବୁଝି ପାରିଲେନି, ଶିକ୍ଷକ ମହାଶୟ ତାକୁ ମାଡ଼ ଦେବେ, ଏଇଥିରେ ତୁ ବୁଝିବାକୁ ବାଧ୍ୟ, କାହିଁକିନା ତାଙ୍କୁ ହିଁ ଜଣା କେବଳ ସେଇ 3-4ଟା ଧାରା। ଶ୍ରୀ ଠାକୁର କହୁଛନ୍ତି ମୋତେ ଏତେ ଧାରା ଜଣା ଅଛି, ଜୀବର ସାଧ୍ୟ ନାହିଁ ସେ କୋଶ୍ଚିନ୍ କରିବ, ମୁଁ ତାର ଉତ୍ତର ଦେଇପାରିବି ନାହିଁ ବା ସେ ବୁଝିପାରିବ ନାହିଁ। ତେଣୁ ଶ୍ରୀ ଠାକୁର ପଚାର ଠାକୁର ଟେକ୍ନିକ୍ କ'ଣ ନା ଏଇ ଯେ ଏକ୍ସପାନ୍ସନ୍ ଅଫ୍ ଲିବିଡୋ ଇଜ ଏକ୍ସପାନ୍ସନ୍ ଅଫ୍ ଲାଇଫ୍। ଯିଏ ସେଇ ସୁରତକୁ ଏକ୍ସପାନ୍ସନ୍ କରିଦେଇ ପାରିବ, ଶ୍ରୀ ଠାକୁରଙ୍କ କଥା ସତ୍ୟାଂଶରେ କହୁଛନ୍ତି ଏଇ ପ୍ରସାରଣ ହିଁ ସୁଖ, ଏକ୍ସପାନ୍ସନ୍ ଇଜ ଲାଇଫ୍। ତେଣୁ ଶ୍ରୀ ଠାକୁର ଏତେ ପରିମାଣରେ ଏକ୍ସପାଣ୍ଡେଡ୍ ହେଇଥିଲେ, ଦିନେ ନନିଦା ଶ୍ରୀ ଠାକୁରଙ୍କୁ ସେବା ଦଉଛନ୍ତି, ରାତିରେ ସେବା ଦଉଛନ୍ତି, ମାଙ୍କର କଥା ମନେ ପଡ଼ିଗଲା। ତାଙ୍କର ମାଙ୍କର କଥା ମନେ ପଡ଼ିଯାଉଛି, ଠାକୁରଙ୍କର ବାଁ ଗୋଡ଼ଟା ମାଙ୍କ ଗୋଡ଼ ହେଇଯାଉଛି। ଆଶ୍ଚର୍ଯ୍ୟ ହଉଛି, କହିଲେ ଇଏ କେମିତି କ'ଣ ହେଇଯାଉଛି? ତାପରେ କିଛି ସମୟ ତାର ବାପାଙ୍କ କଥା ମନେ ପଡ଼ିଗଲା, ଡାହାଣ ଗୋଡ଼ ସେବା ଦେଲା ବେଳେ ଦେଖାଯାଉଛି ଡାହାଣ ଗୋଡ଼ ମଧ୍ୟ ବି ବାପାଙ୍କ ଗୋଡ଼ ଭଳିଆ ହେଇଯାଉଛି। ତା ପରଦିନ ଶ୍ରୀ ଠାକୁର ବାଣୀ ଦଉଛନ୍ତି, ମାନେ ପୁରୁଷୋତ୍ତମ ବା ସଦ୍ଗୁରୁ ବା ଇଷ୍ଟଙ୍କର ସେବକ ସାଜିଲେ ସେବା କଲେ ତାଙ୍କ ଭିତର ଦେଇ ସବୁ ପାଇବେ। ମୁଁ କେବଳ ଶୁଣୁଛି, ସେତିକି କନଭିକ୍ସନ ଦରକାର। ତୁମେ ଯାହା ଚାହତା ଆମର ଭଲ, ମୁଁ ଯାହା ଚାହେଁ ଭୁଲ, ଅସୀମର ପାଖେ ହୋଇଛ ସସୀମ ଅନ୍ଧାରର ପାଖେ ଆବ। ମୁଁ ଶ୍ରୀ ଠାକୁର ସେଇଥିପାଇଁ କହିଲେ ତୁମେ ସବୁ ଅବସ୍ଥାରେ ରାଜି ଥା, ଦୁଃଖ ତୁମର କ'ଣ କରିବ, ମତେ ସବୁ ଅବସ୍ଥାରେ ରାଜି ରହିବା ପାଇଁ ପଡ଼ିବ। ଶ୍ରୀ ଠାକୁରଙ୍କର ଯୋଉ ପିଲାଳିଆ କଥା, ଦିନେ ଶ୍ରୀ ଠାକୁରଙ୍କୁ ପ୍ରଚଣ୍ଡ ଭୋକ ହେଇଛି, ଘରେ ରୋଷେଇ ହେଇପାରୁନି, ଖାଇବା ପାଇଁ କିଛି ନାହିଁ, ଦୌଡ଼ି ଦୌଡ଼ିକି ମା ପାଖକୁ ଆସି ପହଞ୍ଚାଉଛି। ସେଇ ଶୈଶବ ଲୀଳାରେ କଥା କହିଲେ, ମା ମତେ ଭୋକ ହେଲାଣି, ଖାଇବାକୁ ଦେ। ଆମେ ଯେତେବେଳେ ଠାକୁରଙ୍କ କଥାକୁ ଆଲୋଚନା କରୁଛେ କିନ୍ତୁ ଖେପୁଦାଙ୍କ ବାଦଲଦାଙ୍କ କଥାକୁ ଟିକେ ଟିକେ ଭୁଲି ଯାଉଛେ, କାରଣ ଶ୍ରୀ ଠାକୁର ଏକମାତ୍ର ସନ୍ତାନ ନଥିଲେ ମାଙ୍କର, ଆଉ 2 ଭାଇ ମଧ୍ୟ ବି ଥିଲେ। ଠାକୁର ଟିକେ ବଡ଼ ହେଲାରୁ ଖେପୁଦା ହଉଛନ୍ତି ତାଙ୍କ ଠାରୁ 2 ବର୍ଷ ସାନ, ଖେପୁଦା ମଧ୍ୟ ବି ଜନ୍ମ ନେଇ ସାରିଲେଣି। ସେ ଲୀଳା ସାଙ୍ଗରେ ଇଏ 2 ଭାଇଙ୍କର ଲୀଳା ମଧ୍ୟ ବି ରହିଛି। ତେଣୁ ତାଙ୍କ ଲୀଳା ଆଲୋଚନା ନହେଲେ ଠାକୁରଙ୍କ ଲୀଳା ହେଲେ ବି ମଧ୍ୟ, କିନ୍ତୁ ମାଙ୍କ ପାଖରେ ଅନେକ ସନ୍ତାନ। ଯେତେବେଳେ ଠାକୁରଙ୍କୁ ପ୍ରଚଣ୍ଡ ଭାବରେ ଭୋକ ହଉଛି, ଘରେ ଖାଇବାକୁ ନାହିଁ, ବିକଳିଆ ହଉଛନ୍ତି, ବିକଳିଆ କରି ମା କହୁଛନ୍ତି ଯା ଆଉ ଟିକେ ଖେଳ, ମୁଁ ରୋଷେଇ ସାରା ତତେ ଡାକିବି। ଚିନ୍ତା କଲେ ଠାକୁରଙ୍କର ପାରିବାରିକ ଅବସ୍ଥା କେମିତି ଥିଲା। ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କର କଥା ମୁଁ କହୁଛି, ଆଶ୍ରମ ସେତେବେଳକୁ 50 ଲୋକ ହେଇଗଲେଣି, ଆସ୍ତେ ଆସ୍ତେ 50 ଲୋକ ପାଇଁ କୁଟୀର ତିଆରି ହେଇଗଲାଣି, ସେମାନେ ରହିଲେଣି, ଖାଦ୍ୟ ଠିକ ପରିମାଣରେ ହେଇପାରୁନି, ମାନେ ଦିନରେ ଗୋଟିଏ ଟାଇମ୍ ମାତ୍ର ଘଣ୍ଟି ବଜା ଯାଉଛି, ଗୋଟିଏ ଟାଇମ୍ ମା ମନମୟୀ ଦେବୀ ଗୁଳା ଆକାରରେ ତିଆରି କରିବେ, ଗୋଟାଏ ଲେଖା ଗୁଳା ଦେବେ, ସେଇ ଗୋଟାଏ ଗୁଳାରେ ଦିନମାନ ଯାକ ବଞ୍ଚିବା ପାଇଁ ପଡ଼ିବ। ସେତେବେଳେ ଶିବଚନ୍ଦ୍ର ଚକ୍ରବର୍ତ୍ତୀ ପିତା ଥିଲେ, ତାଙ୍କ ଦେହ ଅସୁସ୍ଥ ଥାଏ। ସେ ଯେତେବେଳେ ଜାଣିନେଲେ ଏମିତି ଅବସ୍ଥା ଆସିଛି, ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ମଧ୍ୟ ବି ଆଉ ସେ ଦିନେ ଟାଇମ୍ ଖାଇଲେ ନାହିଁ, ଡାକ୍ତରର ବିଧାନକୁ ମାନିଲେ ନାହିଁ, ସେ ମଧ୍ୟ ବି ଗୋଟାଏ ଗୁଳା ଖାଇବାକୁ ବାଧ୍ୟ ହୋଇଥିଲେ। ସମସ୍ତେ ଯେତେବେଳେ ଏ କଥା ଜାଣିଲେ, ପୁଣି ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ପାଖରେ ପ୍ରାର୍ଥନା କଲେ, ଅନୁରୋଧ କଲେ, ଜଣେଇଲେ, ତାପରେ ଯାଇକି ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳିବା ପାଇଁ। ଯୋଉ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଯିବା ବେଳେ ନିହାତି 40-50 ଲୋକ ଯାଆନ୍ତି, ଢାକ ଢୋଲରେ ବଜେଇ ବଜେଇ ସମସ୍ତଙ୍କୁ ଜଣେଇ ଦିଅନ୍ତି ଶିବଚନ୍ଦ୍ର ଚକ୍ରବର୍ତ୍ତୀ କେତେ ମହାନ। ମା ମନମୋହନ ଦିନେ ଦେବୀ ଦିନେ ଯାଉଛନ୍ତି, ବନ୍ଧୁ ଘରକୁ ଯିବେ, ଲୁଗାଟି ଅନ୍ତତ ପାଖେ ହେଲେ ପିନ୍ଧିକିରି ଯିବେ, ଲୁଗା ତ ତାଙ୍କ ପାଖରେ ହେଇପାରୁନି, ପିନ୍ଧିଥିବା ଶାଢ଼ୀଟାକୁ ଯେତେବେଳେ ସେ ସଫା କରନ୍ତି, ସେ ପିନ୍ଧିଥିବା ଶାଢ଼ୀଟା କେତେ ଜାଗାରେ ଯେ ଫାଟି ଯାଉଛି, ପିନ୍ଧି ହଉନାହିଁ। ଘରେ ଗୋଟେ ପୁରୁଷ ପିନ୍ଧା ଲୁଗା ଥିଲା, ସେ ଲୁଗା ଧଡ଼ିରେ ନାଲି ସୂତା ସିଇକି ତାକୁ ପିନ୍ଧିକିରି ଜୀବନଯାପନ କରିବେ। ବନ୍ଧୁ ଘରକୁ ଯାଇଥିଲେ, ଚିନ୍ତା କରନ୍ତୁ ଆର୍ଥିକ ଅବସ୍ଥା କେମିତି ଥିଲା। କିନ୍ତୁ ପ୍ରଭୁଙ୍କର ଆର୍ଥିକ ଅବସ୍ଥା, ଆମମାନଙ୍କର ଆର୍ଥିକ ଅବସ୍ଥା ଆମେ ଭୁଲି ଯାଉ ସେ ସବୁ କଥା। ବେଳେ ବେଳେ ଆମ ମାନଙ୍କ ଭିତରୁ ଅନେକ କୁହନ୍ତି
ଯେ ମୋ ଜୀବନରେ କିଛି ହଉନି। ମୁଁ ଥରେ ଜଣେ ଭାଇ କହିଲି ଆରେ ତୋ ଜୀବନରେ ହଉନି କ'ଣ କହୁ? ଠାକୁର ଆଲୋଚନା ପ୍ରସଙ୍ଗର ପ୍ରଥମ ଖଣ୍ଡର 135 ପୃଷ୍ଠାରେ କହୁଛନ୍ତି, କହିଲେ ଟ୍ରି ପେପର ସିମେଣ୍ଟ କଣ୍ଟେନ୍ସ କ୍ରୋର୍ସ ଅଫ ଲାଇଫ। ତୁ ଯେତେବେଳେ ଜନ୍ମ ନେଲୁ ତୋ ମା ଗର୍ଭକୁ କୋଟି କୋଟି ଶୁକ୍ରାଣୁ ପ୍ରବେଶ କରିଥିଲେ। ତା ଭିତରୁ ଅତି ଜୋରରେ 300 ଖଣ୍ଡେ ଶୁକ୍ରାଣୁ ସକ୍ଷମ ହୁଅନ୍ତି ସେ ପ୍ରାଚୀରକୁ ଡେଇଁବା ପାଇଁ। ସେ 300 ଭିତରେ ତୁ ରହିଲୁ। ତା ଭିତରୁ 299 ଜଣଙ୍କୁ ପରାସ୍ତ କରିକି ମାର ଉଭା ଭିତରେ ପ୍ରବେଶ କରି ତୁ ଆଜି ମଣିଷ ହେଇଛୁ। ତୁ ତୋ ଜନ୍ମ ପାଇଁ ତୁ କୋଟି କୋଟି ମଣିଷକୁ ହରେଇ ଦେଇ ଆସି ପୁରୁଷୋତ୍ତମକୁ ଆଜି ଗ୍ରହଣ କଲା ପରେ ଦିନ ଆର ମାଲିକ ଯେ ତୁ କହୁଛୁ ମୋର କିଛି ହେଇନି। ସେ ଠାକୁରଙ୍କ ପାଖରେ ଜଣେ ଭାଇ ଯାଇ ପହଞ୍ଚିଲା, ଠାକୁର ମୁଁ ବେକାର ମୋ ଜୀବନରେ କିଛି କରିହଉ। ଠାକୁର ତାର କଥା ଶୁଣୁଛୁ। ଠାକୁର କହିଲେ ଗୋଟେ କାମ କରିବୁ, ତୁ ତ ହାତଟାକୁ କାଟିଦେ, ଏଇ ବାଁ ହାତଟାକୁ ଦେଇଦେ, ଡାହାଣ ହାତ ତୁ ଚଳ ମୁଁ ତତେ 1,00,000 ଟଙ୍କା ଦେବି। ନା ନାଇଁ ଠାକୁର ତା ସମ୍ଭବ ହବ ନାହିଁ। ନା ଗୋଡ଼ଟା କାଟିଦବୁ, 2,00,000 ଟଙ୍କା ଦେବି। କିଡନୀଟା ଦେବୁ, ଏତିକି ଟଙ୍କା ଦେବି, ରାଜି ହଉ। ସେ ଠାକୁର ତାକୁ କହୁଛନ୍ତି ଆରେ ଏତେ ଟଙ୍କାର ମୂଳ ଧନର ମାଲିକ ତୁ ନିଜେ, ତା ଭିତରେ ତୁ କହୁଛୁ ମୁଁ ଦରିଦ୍ର। ତାକୁ ସେଇଥିପାଇଁ କହିଲେ ଆମେ କେହି ଦରିଦ୍ର ନୁହଁ, କିନ୍ତୁ ଆମକୁ ଦାରିଦ୍ର ବ୍ୟାଧି ଗ୍ରାସ କରୁଛି। ଆମେ ଆଜି ସମସ୍ତେ ଶରୀର ପାଇଁ ବ୍ୟସ୍ତ, କିନ୍ତୁ କେହି ଆତ୍ମା ପାଇଁ ବ୍ୟସ୍ତ ନୁହଁ। ଯଦି ଆମେ ବିଜ୍ଞ ପ୍ରାଜ୍ଞ ହୋଇଥାନ୍ତୁ ଠାକୁରଙ୍କୁ କହିଲେ ଆମେ ଭକ୍ତି ମିଶ୍ରିତ ଜ୍ଞାନ ଚାହି। ମୁଁ ଭକ୍ତି ମିଶ୍ରିତ ଜ୍ଞାନ ଚାହି ମାନେ ମୁଁ ଯଦି ତାଙ୍କୁ ଭଗବାନ ବୋଲି ଜାଣନ୍ତି, ମୁଁ ଶରୀର ପାଇଁ ଏତେ ବ୍ୟସ୍ତ ନ ହେଇକରି ଆତ୍ମା ପାଇଁ ବ୍ୟସ୍ତ ହୁଅନ୍ତି। ଯଦି ଆମେ ସମୟ ହେଇଗଲା ଶେଷ କରୁଛି, ମୋର କହିବାର କଥା ଆମେ ଜୀବନ ଭିତରେ ଆଜି ଯେତେ ଯାହା କଲେ ଯଦି ବିଚାର କରିବା ଶରୀର ପାଇଁ କଲେ ନା ଆତ୍ମା ପାଇଁ କଲେ। ଆମେ ଯେତେ ଯାହା ଜୀବନରେ ସଂଗ୍ରାମ କରି ବଞ୍ଚିଛେ ପର୍ଯ୍ୟନ୍ତ ନିଜ ନିଜ ବୟସ ଅନୁସାରେ ଶରୀର ପାଇଁ କରୁଛେ ନା ଆତ୍ମା ପାଇଁ କରୁଛେ। ତା ପୂର୍ବରୁ ଆଉ ଗୋଟେ କଥା ଚିନ୍ତା କରିବା କହିକି ମୁଁ ଶେଷ କରୁଛି। ଆମେ ଜୀବନରେ ଯେତେ କିଛି ସଞ୍ଚୟ କରିଛେ, ନେଲା ବେଳକୁ ନେଇକିରି ଯିବା କି ଯାହା ନେଇକିରି ଯିବା କେତେ ଦୂର ତାକୁ ସଞ୍ଚୟ କଲେଣି ସେ ସଞ୍ଚୟ ହେଇପାରୁନାହିଁ। ସେ ଠାକୁରଙ୍କର ଯେଉଁ ବିଧାନ ଇଷ୍ଟ କର୍ମ କର, ଶ୍ରୀ ବଡ଼ଦାଙ୍କୁ ଏଇ କଥା ପଚରାଗଲା ଯେ ବଡ଼ଦା ଆପଣ ଟିକେ ବୁଝେଇ ଦିଅନ୍ତୁ ଇଷ୍ଟ କର୍ମ କହିଲେ କ'ଣ ବୁଝାଯାଏ। শ্রী বড়দা কৌছন্তি নিজে সুস্থ থেকে সুস্থ থেকে সবাইকে সুস্থ সুস্থ রাখিবার জন্য যে প্রচেষ্টা আছে তাই হচ্ছে ইষ্টকর্ম। খালি